ପାଲଡ଼ା ମହୋତ୍ସବ କେମିତି ଲାଗିଲା କଣ ଆପଣଙ୍କ ଅନୁଭୂତି ରହିବ? ପାଲହଡ଼ା ମହୋତ୍ସବ ଏ ଦ୍ୱିତୀୟ ବର୍ଷର ଆଜି ପ୍ରଥମ ଉଦ୍ଘାଟନୀ ଉତ୍ସବ। ଏ ଉଦ୍ଘାଟନୀ ଉତ୍ସବ ପରିପ୍ରେକ୍ଷୀରେ ପାଲହଡ଼ା ମହୋତ୍ସବ ମାଧ୍ୟମରେ ଅନେକ ଗୁଡ଼ିଏ ବିଷୟ ଲୋକଲୋଚନକୁ ଆସୁଛି। ମୁଖ୍ୟତଃ ଆମର ସଂସ୍କୃତି ଆମର ପରମ୍ପରାକୁ ବଞ୍ଚେଇ ରଖିବାର ଏ ହେଉଛି ଗୋଟେ ବଡ଼ ମାଧ୍ୟମ। ଯାହା ଲକ୍ଷ୍ୟ କରୁଥିଲି ଏଠିକାର ବିଧାୟକ ଯେଉଁ ପ୍ରକାର ପାଲହଡ଼ାକୁ ଆଗକୁ ନେବା ପାଇଁ ପ୍ରୟାସ କରିଛନ୍ତି, ଲୋକକୁ ଯୋଡ଼ିବାକୁ ପ୍ରୟାସ କରିଛନ୍ତି, ଏଠିକାର ସଂସ୍କୃତିକୁ ଉଜ୍ଜୀବିତ କରିଛନ୍ତି, ଆଜି ନିଦର୍ଶନ ଦେଖିବା ପାଇଁ ମିଳୁଛି। ଏଠି ମାଲ୍ୟଗିରି ସଭିନର ଭାବରେ ଆଜି ଉନ୍ମୋଚିତ ହେଲେ। ଏଠି ମାଲ୍ୟଗିରିର କିଛି ବିଷୟ ମୁଁ ଦେଖୁଥିଲି, ଏଠିକାର ଯୋଉ ରାବଣ ଛାୟା, ଏ ଯୋଉ କଣ୍ଢେଇ ନାଚ ଥିଲା ଏ 6000 ବର୍ଷର, ଏ ଉଲ୍ଲେଖ କଲା ବୋଲି ଏଠି ଆମର ସଭ୍ୟତା 6000 ବର୍ଷ ଆଗରୁ ଥିଲା ଏବଂ ସେ ଆମ ସଂସ୍କୃତି ପରମ୍ପରାକୁ ଭୋଟମାନେ ବିଭିନ୍ନ ଗାଁକୁ ଯାଇକିରା ପ୍ରଚାର କରୁଥିଲେ। ଏ ବିଷୟ ଲୋକ ଜାଣିନଥିଲେ, କିନ୍ତୁ ମୁଁ ଛୋଟ ଅବସ୍ଥାରେ ମୁଁ ଦେଖିଛି କଣ୍ଢେଇ ନାଚ। ଆଉ ସେ କଣ୍ଢେଇ ନାଚର ମୁଁ ଏତିକି ଜାଣିଥିଲି ଯେ ଭୋଟମାନେ ହିଁ କରନ୍ତି। ଆଜି ତାହା ମତେ ଜାଣିବା ପାଇଁ ସୌଭାଗ୍ୟ ମିଳିଲା। ଏ ପ୍ରକାର ଅବସର ଏ ଲୋକ ମହୋତ୍ସବ ମାଧ୍ୟମରେ ଦେଖିବା ପାଇଁ ମିଳୁଛି। ସେହି ଦୃଷ୍ଟିରୁ ଆଜି ଗଣେଶ ରାମ ସିଂ ଖୁଣ୍ଟିଆ ଯିଏକି ଜଙ୍ଗଲ ମନ୍ତ୍ରୀ ଅଛନ୍ତି, ପାଲହଡ଼ାର ବିଧାୟକ ଆଜି ଏଠି ସଭାକୁ ସେ ଅଧିକ ସୁଦୃଢ଼ କରିଛନ୍ତି। ତା ସଙ୍ଗେ ପରିସଂଘର ବିଧାୟକ ଥିଲେ, ଆମର କାମାକ୍ଷାନଗର ବିଧାୟକ ଥିଲେ ବିଭୂତି ଭାଇ, ଆମର ଶତ୍ରୁଘ୍ନ ଜେନା, ସମସ୍ତ ପ୍ରଶାସନିକ ଅଧିକାରୀ ବି ଥିଲେ। ଏ ମାଧ୍ୟମରେ ମୁଁ ଦେଖୁଥିଲି ଲୋକଙ୍କର ଯୋଉ ପ୍ରକାର ସମାଗମ ଥିଲା, ଏ ସମାଗମ ଆଗକୁ ପାଲହଡ଼ା ହିଁ ବଢିବ ଏ ପ୍ରକାର ଅନୁଭବ ହଉଛି।